ଦେଖନ୍ତୁ ଏବେ ଆମର ତରୁଣ ଏବେ ବାଡ଼ି ମାରୁଛି। ମାରୁନୁ ମାରେ କେତେ ବାଟ ମାରିଲୁ। ହଁ ଦେଖୁଥିନି ଏ ତରୁଣ ଏବେ ଜାଲିଟା ଛାଡ଼ିବେ। ଏ ବାହାର କଲେଣି ଜାଲି। ଦେଖନ୍ତୁ ତରୁଣ ଏଇନା ଜାଲିଟା ସାଇଜ୍ କରୁଛନ୍ତି। ଏଠି ଜାଲି ନାହିଁ ଯେ ଜାଲ, ମାଛ ଜାଲଟା ସାଇଜ୍ କରୁଛନ୍ତି। ଏଇଟା ବାନ୍ଧିଲା ପରେ ଯେଉଁ ଫାଷ୍ଟ ଯେଉଁ ଦେଖିଲେ ଆପଣ ଦଉଡ଼ି ବାନ୍ଧିକି ଏପଟକୁ ଯେଉଁ ଫିଙ୍ଗିଲେ ତରୁଣ ସେଇଠି ବାନ୍ଧିବ। ତାହେଲେ ସେଇଟା ବାନ୍ଧିଲେ ମୁଁ ଏପଟେ ଝିଙ୍କିବି। ଝିଙ୍କି ସାରିଲା ପରେ ସେ ଜାଲଟା ସେଇଠି ପାଣିରେ ଟଣା ହେବ। ଆମେ ଏଇଟା ଟାଣିକି କିଛି ସମୟ ପରେ ତାକୁ ରଖିକି ଆମେ ମାଛ ତାପରେ ଦେଖିବୁ ଆଉ ସେ ଜାଲରେ ଲାଗିଛି ନା ନାହିଁ ତାପରେ ଆମେ ଦେଖିବୁ ହେଲା। ଦେଖିପାରୁଥିବେ ଜାଲଟା ଏଇନା ଏଠି ଟଣା ହେଇସାରିଛି ହେଲା କି ଦେଖିଲେ ଦେଖୁଥିବେ ଏଇଠି ଜାଲଟା ଏଇଠି ଟଣା ହେଇଛି ହେଲା କି। ତାପରେ ସେପଟେ ଆମେ ମାରିବୁ। ଏଠି ଯାଉଛନ୍ତି ଦେଖନ୍ତୁ ଜାଲଟା ଏବେ ବାନ୍ଧିକି ସେମାନେ ଛାଡ଼ିବା ପାଇଁ ରେଡ଼ି କରୁଛନ୍ତି ହେଲା କି। ଦେଖିପାରୁଥିବେ ନା ଆପଣଙ୍କୁ ଦିଶୁଛି ନା ନାହିଁ କହିପାରିବିନି କିନ୍ତୁ ଦେଖନ୍ତୁ ତଥାପି ଜୁମ୍ କରିଦେଇଛି ଆପଣ ଦେଖିପାରୁଥିବେ। କ'ଣ ସେ ଜାଲଟା କ'ଣ ଇଆଡ଼େ ସିଆଡ଼େ ପଶି ଯାଇଛି ସେଥିପାଇଁ ସେଇଟା ଆଉ ଛାଡ଼ି ହେଉନି। ଦେଖିପାରୁଥିବେ ସେ ଛାଡ଼ିବେ, ଛାଡ଼ୁଛନ୍ତି। ଛାଡ଼ୁଛନ୍ତି ଏଇ ମୁଁ ଏପଟେ ଟାଣୁଛି। ଆଜି ଆମେ ଯାଇଛୁ ମାଛ ଧରିବା ପାଇଁ ଯାଇଛୁ ନଦୀକୁ ହେଲା କି। ମାନେ ଜାଲଟା ନେଇକି ଆମେ ନଦୀରେ ବସେଇବୁ ଆଜି। ଆମେ ଦେଖିବା କେତେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ କେତେ ମାଛ ଲାଗୁଛି। ତାପରେ ଆମେ ଦେଖିବା କେମିତି ଆମର ଭାଇ ଜଣେ ଜାଲଟା ଫିଟଉଛନ୍ତି ଆଉ କେମିତି ବାନ୍ଧିବେ ସେଇଟା ଦେଖିବା ହେଲା କି। ଥାନ୍ତୁ ଏ ଦେଖୁଥିବେ ଆମ ଭାଇଟା କେମିତି ଜାଲଟା ସେଟେ ଦଉଡ଼ିରେ ବାନ୍ଧିକି ସେପଟକୁ ଦେବେ। ଦେଖିପାରୁଥିବେ କେମିତି ଦାନ୍ତଟା ଦେଖାଉଛନ୍ତି। ଇଆଡ଼େ ଦେଖେଇଲୁ କିରେ ତ ମୁହଁଟା ଟିକେ ଦେଖା କେମିତି ଦିଶୁଛି। ତୁ ଗାଧେଇନୁ? ଆରେ ଗାଧେଇକି ଲୋକ ମାଛ ବସେଇଲେ ସିନା ମାଛ ଗୋଟେ ହେଲେ ଲାଗନ୍ତା। ଖାଲିରେ କେମିତି ସେମିତି ନ ଗାଧେଇକି ପଳେଇ ଆଇଛୁ। ତରବରରେ ପଳେଇ ଆଇଲୁ। ଦେଖିପାରୁଥିବେ ଆମର ଭାଇ କେମିତି କହୁଥିଲେ କଥାଟା। ତରବରରେ ସେ ନଦୀକୁ ପଳେଇ ଆସିଛନ୍ତି ମାଛ ଟେକିବା ପାଇଁ। ଏ ଦେଖିପାରୁଥିବେ ସେ ଟଣା ଜାଲଟା ଆଣିଛନ୍ତି ଆଉ ସେ ପଟେ ଜଣେ ଭାଇ ଆମର ଠିଆ ହେଇଛନ୍ତି ଟାଣୁଛନ୍ତି ହେଲା କି। ଏଇ ଦେଖନ୍ତୁ କେତେ ଜାଲ ଆଣିଛନ୍ତି ସେ ବ୍ୟାଗ୍ରେ, ମାନେ ପୁରା ଫୁଲ୍ କରିକି ଆଣିଛନ୍ତି। ତାହେଲେ ଆଜି କେତେ ସମୟ ପର୍ଯ୍ୟନ୍ତ ରହିବ ରେ? କହୁଛନ୍ତି ଆମ ଭାଇ କହୁଛନ୍ତି କି ରାତି 5ଟା ପର୍ଯ୍ୟନ୍ତ ରହିବା ବୋଲିକି କହୁଛନ୍ତି ହେଲା କି। ଏବେ ତ ଜାଲଟା ଟଣା ଚାଲିଛି। ତାପରେ ଏତେ ଜାଲଟା ସବୁ ଟାଣି ସାରିଲା ପରେ ଆମେ ଦେଖିବା କି କେଉଁ ଜାଲରେ କେତେ ମାଛ ଲାଗିଛନ୍ତି ସେଇଟା ଆମେ ଦେଖିବା। ଭିଡ଼ିଓଟା ଏମିତି ଦେଖୁଥାନ୍ତୁ ଆଉ ଆପଣଙ୍କୁ ଯଦି ବି ଭଲ ଲାଗେ ତ ଆପଣ ସବସ୍କ୍ରାଇବ୍ କରିଦେବେ ଆଉ ଚ୍ୟାନେଲଟାକୁ ଲାଇକ୍ କରିଦେବେ ଆଉ ସେୟାର କରିଦେବେ, କମେଣ୍ଟ ବି କରିବେ ହେଲା କି। ଦେଖିପାରୁଥିବେ ଆମ ଭାଇକୁ କେମିତି ସେ ଝାଳ ସବୁ ବୋହିଲାଣି ଏତେ ଜୋରରେ ଖରା ହେଉଛି। ଦେଖୁଥିବେ ହେଲା। ଏଇନା ତ
ନଦୀକୁ ଆସିକି ଏକା ଗାଧେଇଲି। ଗାଧେଇ ସାରିଲା ପରେ ମୁଁ ଏପଟକୁ ଆସିଛି ଆଉ। ସେପଟେ ତ ଆମ ଭାଇଟା ଜଣେ ଅଛି, ସେଥିପାଇଁ ମୁଁ ଆଉ ଏପଟକୁ ଆସିଛି। ଆଉ କ'ଣ କି ଜାଲ ସବୁ ମାନେ ଇଆଡ଼େ ସିଆଡ଼େ ହେଇକି ଭିତରେ ଯେମିତି ପଶି ଯାଇଛି, ସେଥିପାଇଁ ଆଉ ସେଇଟା ଫିଟେ ହେଉନି। ସେଥିପାଇଁ ମୁଁ ଆସିଛି ଏପଟକୁ। ଆଉ ଆମର ସେ ଭାଇଟା ଏପଟେ ଜାଲଟା ଲଗେଇଦେଲେ। ହଁ ଏପଟେ କ'ଣ ଇଏ ବାଡ଼ି ଗୋଟେ ଦେବି ନା କ'ଣ? ବାଡ଼ି ଗୋଟେ ଦେବା ନା ସେଇଟା ଏକା ବାନ୍ଧିବୁ? ଛକୁଟାକୁ ସବୁ ପଠେଇଦେବୁ ହେଲା କି। ଆପଣ ସନ୍ଧ୍ୟାବେଳେ ଆପଣ ଭାଜିକି ଖାଇବେ। ଯଦି ତ ଦେଖିପାରୁଥିବେ ଆମର ଭାଇଟା କେମିତି ହସି ଦେଉଛନ୍ତି। ମାନେ ମୋ କଥା ଗୁଡ଼ାକ ମୋ ଭାଇକୁ କେମିତି ମଜାଳିଆ ଲାଗିଲା ନା କ'ଣ, ସେ ହସି ଦେଉଛନ୍ତି ଦେଖିପାରୁଥିବେ। ଜାଲଟା ରଖିଲୁ କିରେ? ଦେଖିପାରୁଥିବେ ସେଇଟା ଗୋଟେ ଜାଲଟା ରଖିଦେଲେ। ଆଉ ମୋତେ କହୁଛନ୍ତି ଯେ ତୁ ସେଇଟା ଧରିକି ଆସେ ବୋଲି କହୁଛନ୍ତି। ସେଇଟା ଭଲ କି ବାନ୍ଧୁନୁ ସେପଟେ। ଚାଲନ୍ତୁ ଆମେ ସେପଟକୁ ଆଗକୁ ଯିବା, ଦେଖିବା। ଦେଖିପାରୁଥିବେ ଜାଲଟା ଦେଇଛନ୍ତି ଆମର ଭାଇ। ମୁଁ ଏଇନା ଜାଲଟା ଧରିକି ଯାଉଛି। ଏମିତି ଆମ ଏରିଆରେ ଆମେ ନଦୀରେ ଏମିତି ମାଛ ବସଉ, ମାନେ ଜାଲ ସାହାଯ୍ୟରେ। କୁଆଡ଼େ ଗଲୁ କିରେ? ଏପଟ ହଁ, 4 ଆଙ୍ଗୁଳିଟା ଦେଇଦେଉନୁ। ହଁ, ଆଉ କ'ଣ କରିବା? ମାରେ ଦେଖିବେ। ଆଉ ସେପଟେ ଆମ ଭାଇଟା ଠିଆ ହେଇଛନ୍ତି। ସେ ଏବେ ବାଡ଼ିରେ ଦଉଡ଼ିଟା ବାନ୍ଧିକି ଏପଟକୁ ମାରିବେ। ମାରିଲା ପରେ ଏପଟେ ଆମର ଭାଇ ସେ ଜାଲଟା ବାନ୍ଧି ଦେଇକି ସେପଟକୁ ଛାଡ଼ିଦେବେ ହେଲା କି। ମାରିଲୁ ଏରେ ବାବୁ, କ'ଣ ମୋତେ ବାଜିଥାନ୍ତା ନା? ହଁ, ଭାଇଟା କେମିତି ମାରୁଥିଲେ। ଏଠି କେତେ 3 ଆଙ୍ଗୁଳି ନା 4 ଆଙ୍ଗୁଳିର ଦେବା? 4 ଆଙ୍ଗୁଳିର ଦେବା। ହଁ, ସେ ପଥରରେ, ହଁ ସେ ପଥରରେ ଗୋଟେ ଇଏ ବାଡ଼ି ଗୋଟେ ଆଣିଯା, ସେଠି ଲଗେଇ ଦେଇଥିବୁ। କ'ଣ ଜାଲଟା ଧରି ଆସିବି କି? ରହିଯା, ସେପଟେ ସେ ବାଡ଼ି ଗୋଟେ ଆଣିବା ପାଇଁ ଯାଇଛନ୍ତି। ଦେଖିପାରୁଥିବେ ମୋତେ ଜାଲଟା ଧରେଇବା ପାଇଁ ଦେଇଛନ୍ତି ଆମ ଭାଇ। ମୁଁ ତ ଛାଡ଼ି ଜାଣିବିନି, ସେଥିପାଇଁ ମୁଁ ଧରି ଦେଇଛି। ଆଉ କ'ଣ କେଉଁଠି ଆଉ ସେପଟେ ଛାଡ଼ିଲୁ ରହିଯା। ହେଇରେ ସେପଟେ ଲାଗିଛି, ଏଇଟା ଦେଖୁନୁ, ଏଇଟା ଖୋଲିଦେ। ଖୋଲେ ସେଟା ଖୋଲେ। କେଉଁଠି ହେଲେ ସେଟା ଲାଗିଯାଇଛି। ହେଲା କି କେମିତି ଏଇଟା ଇଏ କରିଛନ୍ତି ରେ? ଧରିଲୁ ଦେଖିପାରୁଥିବେ ହଁ, ଭାଇଟା ଜାଲଟା ଛାଡ଼ୁଛନ୍ତି। କେଉଁଠି ଲାଗିଛି ଦେଖିପାରୁଥିବେ, ଏଇଠି ଲାଗିଛି। ସେଥିପାଇଁ ଆଉ ସେପଟକୁ ଆଉ ମାନେ ଯାଇପାରୁନି ଆଉ ହେଲା। ତାହେଲେ ଆପଣ ଏମିତି ଥାଆନ୍ତୁ, ଆମେ ପରେ ଯାଇ ଆପଣଙ୍କୁ ଦେଖେଇବୁ ମାଛଟା କେତେ ପାଇଲୁ ବୋଲି ହେଲା କି।
ଏମିତି ତ ବିଶେଷ ବେଶୀ ପାଇବୁନୁ, କାହିଁକିନା ଏବେ ନଦୀଟା ଶୁଖିଲା ପରେ ଆଉ ଟିକେ ମାଛ ମିଳନ୍ତା। ଏବେ ଆମେ ନୂଆରେ ଆସିଛୁ, କେତେ ମିଳୁଛି ମାଛଟା ନଦୀରେ ଦେଖିବା ହେଲାକି। ଦେଖିପାରୁଥିବେ ଏଇଟା ନଦୀ, ଦେଖନ୍ତୁ। ଏଇନା ହଁ ଭାଇମାନେ ଟେକୁଛନ୍ତି ଜାଲ ହେଲା କି। ରହିଯା, କଙ୍କଡ଼ାଟା ଲାଗିଛି। ଆଣେ ଆଣେ, ସେ ଗୋଟେ ବାନ୍ଧେ ପଳେଇଲା ନା କ'ଣ ଗୋଟେ କଙ୍କଡ଼ା ଦେଖି। ଟାଣେ ଟାଣେ ଟାଣେ, ଏ ପଳେଇଲା ନା କ'ଣ କଙ୍କଡ଼ା? ନାଇଁ ବା ଅଛି। ଦେଖିପାରୁଥିବେ କଙ୍କଡ଼ାଟା ଲାଗିଛି। ଆଣିଲୁ ଇଆଡ଼େ ଆଣେ, ଦେଖିବା ଟିକେ କଙ୍କଡ଼ା। ଆରେ ଶଳା ଚାରିଆଡ଼େ କ'ଣ ଇଏ ହେଇଯାଇଛି ରେ କଙ୍କଡ଼ା। ଫିଟେଇଲୁ ଦେଖୁଛୁ ନା ନାଇଁ କେମିତି ହେଇଛି କଙ୍କଡ଼ା। ହଁ ପରା, ସେଥିପାଇଁ ତ ଭଲ କି ସେଟା ଇଏ କରେ। କାଟିଲୁ ଥଣାର ଭାଙ୍ଗିଥିଲା କି ଘରକୁ ଯାଉଛୁ, ଆଘରେ ଦେଖିବା। ଆଘରେ ହେଲେ ଲାଗିଛି ନା ନାଇଁ ମାଛ। କୋଉଠି ଏଠି ଦେଖିବୁ ନା କ'ଣ କିରେ? ଚାଲେ ସେଠିକୁ ଯାଉନୁ, ସେଠି ତ ଦେଖିଦେବା, ତାପରେ ସେ ତଳକୁ ପଳେଇବା ଆଉ। ଦେଖିପାରୁଥିବେ ଏଇଠି ବି ଆମେ ଏବେ ଦେଖୁଛୁ, ଏଇଠି ହେଲାକି ଆମର ଇଏ ଭାଇମାନେ ଟେକୁଛନ୍ତି କ'ଣ ଲାଗିଛି ନା ନାଇଁ ଦେଖିବା। ସେପଟେ ହେଲେ କ'ଣ ଲାଗିଛି ନା ନାଇଁ? ନାଇଁ, କିଛି ଲାଗିନି ହେଲାକି। ହଉ ସେଇଟା ରଖିଦିଅ, ଆଉ ଆସିବ। ସେଠି ଲାଗିଥିଲା, ଦେଖିପାରୁଥିବେ କଙ୍କଡ଼ାଟା ଗୋଟେ ଲାଗିଥିଲା ତ, ସେ ଜାଲଟା ସବୁ ମାନେ ଖାଇ ଦେଇଥିଲା ଜାଲଟା ହେଲାକି। ଜାଲଟା ପୁରା ଛିଣ୍ଡେଇ ଦେଇଛି କଙ୍କଡ଼ା। ଆମେ ସେପଟକୁ ଯାଉଛୁ, ସେପଟେ ଦେଖିବା ସେ ଏଠି ବି କ'ଣ ଲାଗିଛି ନା ନାଇଁ। କାଇଁ ଏଠୁ ଗଲୁ ସେତେବେଳକୁ ସେପଟେ ସେ ଆମ ଭାଇ ବି ସେପଟେ ପଡ଼ିଗଲେଣି। ଭଲ କି ଯା, ଏଟା ଆଉ ଥରେ ପଡ଼ିବୁ। ଦେଖିପାରୁଥିବେ ଏଠି ଖୋଲି ଯାଇଛନ୍ତି ଆମର ଭାଇ, ଏଠି କ'ଣ ଲାଗିଛନ୍ତି ନା ନାଇଁ। ଏ ଜାଲରେ ହେଲେ ମାଛ ହେଲେ ଲାଗିଛନ୍ତି ନା ନାଇଁ ଦେଖିବା। ଦେଖିପାରୁଥିବେ ଆମର ଭାଇ ଏଇନା ମାଛ ଗୁଡ଼ା କାଢୁଛନ୍ତି। ଦେଖନ୍ତୁ କେତେଟା ଲାଗିଛି ରେ ମାଛ, ବେଶୀ ନାହିଁ ତ, କମ୍ ଲାଗିଛି ନା ରେ। ଲାଗିଛି ନା ଆଉ। ଦେଖୁଥିବେ ବେଗରେ ପକା ହଉଛି ହେଲାକି, କାଢୁଛନ୍ତି ମାଛ। ଏଇଗୁଡ଼ାକ ସେଠି ଯଦି ରହିବେ ତାହେଲେ ତ ଅଲଗା ମାଛ ଆଉ କ'ଣ ଲାଗିବେନି, ସେଥିପାଇଁ ଏଇଟା କଢ଼ା ହେଉଛି ଏଇନା ମାଛ। ଏଇଟା କଢ଼ା ସାରିଲା ପରେ ଆଉ ଥରେ ଆମେ ଜାଲଟା ଛାଡ଼ିବୁ, ଛାଡ଼ିକି ସେଇଟା ଟାଣିଦେବୁ। ଆଉ ଟାଣି ସାରିଲା ପରେ ସେ ଯେଉଁଠି ଆମେ ଫାଷ୍ଟ ବସେଇଥିଲୁ ସେ ପାଖକୁ ଯିବୁ। ତାକୁ ଖାଇଦେଲୁ ନା କ'ଣ କିରେ? ଏତେ ସବୁ ପୁଟା ସବୁ କ'ଣ ବାହାର କରିଦେଲୁ ମାଛଟା? ବାହାରେ ପଡ଼ିବ ଗୋଟେ କାହିଁକି? ଏ ଜାଲରେ କେତେ 10ଟା ଖଣ୍ଡେ ମାଛ ଲାଗିଥିଲେ, ସେଇଟା ଆମେ ବାହାର କଲୁ। ଏଇନା ଜାଲଟା ନଦୀରେ ବିଛା ହେଉଛି ହେଲାକି। ବିଛେଇ ସାରିଲା ପରେ ଆମେ ସେ ତଳ ପଟକୁ ଯିବୁ। ତଳ ପଟେ ବି କେତେଟା ଜାଲ ବସେଇଛୁ, ସେଆଡ଼େ ଯିବୁ ହେଲାକି। ବର୍ତ୍ତମାନ ଦେଖୁଥିବେ ଆମ ଭାଇମାନେ ଜାଲଟା ବସଉଛନ୍ତି। ଜାଲଟା ବସେଇ ସାରିଲା ପରେ ଆମେ ସେପଟକୁ ଯିବୁ। ଆଉ ମାଛ ତ ଏଠି ବିଶେଷ ନାହିଁ, 10ଟା ହେଇଥିବ ମାଛ, ସେତିକି ଏକା ମିଳିଲା। ଆଉ ସେ ତଳ ପଟକୁ ଯିବା, ତଳ ପଟେ କେତେଟା ମାଛ ଅଛି ସେଇଟା ଦେଖିବା ହେଲାକି। ଆପଣଙ୍କୁ ଦେଖେଇ ଦେଉଛୁ ଆମେ।
ମାଛ କେମିତି ଧରା ହୁଏ ଆଉ କେମିତି ଜାଲରେ ଲାଗିକି ରହନ୍ତି ମାଛ ଗୁଡ଼ାକ ଲାଗି। ହଁ କ'ଣ ସେ ସାଇଡ଼୍କୁ, ହଁ ଚାଲେ ସେପଟକୁ ନା ସେ ସାଇଡ଼୍କୁ ଏମିତି କରିକି ମାନେ ଉଚ୍ଚାରଟା ଟିକେ କରିଦେ ଲାଗି ସେପଟେ ଉଷାର କରିକି ସେପଟେ ରଖିଦେ ଯେମିତିକି ଆରାମସେ ମାଛ ଗୁଡ଼ାକ ଯେମିତି ଲାଗିଯିବେ ସେ ଜାଲରେ। ସେପଟେ ଗଲେ ଆମ ଭାଇଟା ହେଲେ ସେପଟେ ଆମ ଭାଇ ବି ସେପଟେ ଲଗାଉଛନ୍ତି ଜାଲଟା। ଆପଣ ଫାଷ୍ଟ ଦେଖିଲେ ତ ମାଛ କେତେ ଲାଗିଥିଲେ, ତଥାପି ବି ଆପଣଙ୍କୁ ମୁଁ ଦେଖି ଦେଉଛି ମାଛ କେତେ ଲାଗିଛନ୍ତି। ଦେଖୁଛୁ ଏଇ ମାଛ ଗୁଡ଼ାକ ବେଶୀ ନାହିଁ ବା 10ଟା ଲାଗିଛି। ଆଉ ସେ କଙ୍କଡ଼ା ଗୋଟେ ସେଇଠି ପାଇଲୁ। ଚାଲନ୍ତୁ ଆଗକୁ ଯିବା, ଆଗରେ ଲାଗିଛନ୍ତି ନା ନାହିଁ ଦେଖିବା ମାଛ। ଏଇଠି ଆମର ଟାୱାଲ ବି ଅଛି ଆଉ ସୂତା ବି ଅଛି ବାକି ଏଇଠି ଆମେ ଦେଖିବା। ଆଉ ଗୋଟେ କେଉଁଠି ବସା ହେଇଛି କି ରେ? ଏଇଠି ଦେଖିଲେ ଆମ ଭାଇଟା ଜାଲଟା ଟେକୁଛନ୍ତି। ହଁ ସେଇଠି କ'ଣ ଗୋଟେ ଲାଗିଛି, ଆପଣ ଦେଖିପାରୁଥିବେ ସେଇଠି ଦିଶୁଛି ନା ନାହିଁ ଆପଣଙ୍କୁ। ଆମ ଭାଇଟା ଟେକିଦେବେ, ସେପଟେ ବି ଆମ ଭାଇ ଟେକୁଛନ୍ତି। ଏଇ ଦେଖିଲେ ଏଇଠି ଦେଖନ୍ତୁ, ଏଇଠି ଗୋଟେ ଏକା ଲାଗିଛି ଜାଲରେ ଆଉ ସେପଟେ ହଁ ଲାଗିଛି ଲାଗି ଦେଖିପାରୁଥିବେ। ହଁ କାଢ଼େ ସେଇଟା ଆଉ ସେମିତି ଛାଡ଼ିଲେ କ'ଣ କି ସେ ମାଛ ଯେଉଁଟା ଯାଉନାହାନ୍ତି କି ନଦୀରେ ସେଗୁଡ଼ାକ ସବୁ ଡରିଯିବେ ନା, ସେଥିପାଇଁ ସେ ମାଛ ଗୁଡ଼ା ସବୁ ବାହାର କରିଦେବା। ବାହାର କଲା ପରେ ଆଉ ଥରେ ମାନେ ଜାଲଟା ବସେଇଦେବା। ବସେଇ ସାରିଲା ପରେ ଆଉ ଫେରେ ସେ ଆଗକୁ ଯିବା। ସେଠିକୁ ଆଇବି। ହଁ ଠିକ୍ ଅଛି, ତାହେଲେ ମୁଁ ତଳକୁ ଯାଉଛି, ପାଣିକୁ ତ ଯିବିନି ସେ ଉପରେ ଏକା ରହିବି ହେଲା କି ଭାଇ ଆମର କହିଲେ ରହ ବୋଲି କହିଲେ, ତାହେଲେ କ'ଣରେ ବାବୁ? ହଁ ଦେଖିବା ହେଲା କି ଏ ଜାଲରେ ଆଉ ବେଶୀ କିଛି ଲାଗିନଥିଲେ, ମାନେ 4ଟା ଖଣ୍ଡେ ଲାଗିଥିଲେ ମାଛ ହେଲାକି। ଏବେ ଆମେ ଆଗକୁ ଯାଉଛୁ, ସେ ଆଗରେ ଦେଖିବା କେତେ ମାଛ ଲାଗୁଛି। ଆଗରେ ଏବେ ଆଗକୁ ଯିବା, ଆଗରେ ଗୋଟେ ବସା ହେଇଛି ସେ ଜାଲରେ ଦେଖିବା କେତେ ମାଛ ଲାଗିଛି ହେଲାକି। ଆପଣ ଏମିତି ଭିଡ଼ିଓଟା ଦେଖଉଥାନ୍ତୁ କେମିତିକା ରାସ୍ତା, ମାନେ ରାସ୍ତା ତ ନାହିଁ ଏଇଟା ଏମିତି ଏଇନା ପଡ଼ିଯାଉଛି ପଥର, ମାନେ ନଦୀ ସାଇଡ଼ରେ ଆଉ କ'ଣ ଥାନ୍ତି କି ପଥର ଥାନ୍ତି। ଆଉ ଏମିତି ଆମେ ଯାଉଛୁ, ସେ ଆଗ ଜାଲକୁ ଯାଉଛୁ, ଆଗରେ ଯେଉଁଟା ଅଛି ଜାଲକୁ ଯାଉଛୁ, ସେଠି କେତେ ମାଛ ଲାଗିଛନ୍ତି ନା ନାହିଁ ଦେଖିବା। ଆମେ କ'ଣ ଟେକିଲୁ ଲାଗିଛନ୍ତି ନା ନାହିଁ ଦେଖିବା। ଏ ବେଶୀ ଟାଣେ ନା ତାହେଲେ ନାଇଁ ସିଏ ଟାଇଟ୍ରେ ବାନ୍ଧୁ, ସେପଟେ ସିଏ ଟାଇଟ୍ରେ ବାନ୍ଧୁ।